ଆଜି କାହିଁ ମୋର ମନ ହେଲାନି ଜଳଖିଆ ଖାଇବାକୁ। ଇଚ୍ଛା ହେଲା ଭାରି ସକାଳୁ ସକାଳୁ ସୁଜି ଉପମା କରି ଖାଇବାକୁ, କିନ୍ତୁ ଦେଖିଲା ଆସିକି ଘରେ ସୁଜି ହିଁ ନାହିଁ। କ'ଣ କରିବି? ହଠାତ୍ କରି ମୋର ମନେ ପଡ଼ିଗଲା ମୋ ଝିଅର ଅଙ୍ଗନବାଡ଼ିରୁ ସୁଜି ଆଉ ଛତୁଆ ମିଳିଥିଲା। ସେ ସୁଜିକୁ ନେଇକି ଉପମା କରିଦେଲି, ଆଉ ବୋଉ ଚାହା ପିଇ ଦେଇଥିଲେ। ମୋ ପାଇଁ କିଛି ଚାହା ଛାଡ଼ି ଦେଇଥିଲେ। ମୁଁ ସେ ଚାହାକୁ ଗରମ କରିକି ଉପମା ଖାଇଦେଲି, ଆଉ ଚାହା ଟିକେ ପିଇଦେଲି। ପିଇ ସାରିଲା ପରେ ପଳେଇଲି ରୋଷେଇ କରିବାକୁ। ଦେଖିଲା ଆସିକି କାଲି ଶାଗ ଗୁଡ଼ାକ ରନ୍ଧା ହେଇଯାଇଥିଲା, ଆଉ କିଛି ଶାଗ ଥିଲା ଭଜା ହେବା ପାଇଁ, କିନ୍ତୁ ବୋଉ ନଥିଲେ। କ'ଣ କରିବି? ମୋତେ ଶାଗ କାଟିବାକୁ ହିଁ ପଡ଼ିଲା। ମୁଁ ସେଇ ଶାଗ କଟାକଟି କରି ରୋଷେଇବାସ ସାରିଦେଲୁ। ତାପରେ ମୋ ଝିଅର ଡବା ତିଆରି କରିବାରେ ଲାଗି ପଡ଼ିଲୁ। ମୋ ଝିଅ ଡବା ହିଁ ଖାଉଥିଲା, କିନ୍ତୁ ସେଥିରେ କେଉଁଠି ସୁଗାର ଅଛି ବୋଲିକା ସମସ୍ତେ କହିଲେ। ସେଥିପାଇଁ ଡବା ଖିଆ ବନ୍ଦ କରିଦେଲୁ। ସମସ୍ତେ କହିଲେ ଯେ ବିନା ସୁଗାର ବାଲା ଡବା କିଣ, କିନ୍ତୁ କାହିଁକି କିଣିବୁ, ଆମେ ଘରେ ହିଁ ତିଆରି କରିଦେବୁ। ସେଥିପାଇଁ ବୋଉ ଧାନକୁ ସିଝେଇକି ତାକୁ ଶୁକାଶୁକି କରିକି ଦାନା ବାହାର କରିଦେଇଥିଲେ। ବାହାର କରିଦେଇ ଆମେ କେମିତି ସେଇଟା ପୁଣି ଛେଚିବୁ, ଚାଉଳ ପୁଣି କେମିତି ବାହାର କରିବୁ, ସେଥିପାଇଁ ଆମେ ଭାବିଲୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବୁ। ଗ୍ରାଇଣ୍ଡିଙ୍ଗ କଲାବେଳକୁ ହିଁ କିଛି ହେଇପାରିଲାନି। ବୋଉ ଭାବିଲେ ବୋଧେ ତୁ ଗ୍ରାଇଣ୍ଡିଙ୍ଗ କରିପାରୁନୁ ବୋଲି ନିଜେ ନେଇକି ଗ୍ରାଇଣ୍ଡିଙ୍ଗ କଲେ, କିନ୍ତୁ ଦେଖିଲା ଆସିକି ସିଏ ବି କରିପାରିଲେନି। ବାଧ୍ୟରେ ଆମେ ହେମଦସ୍ତା ଆଣିକି କୁଟିବାକୁ ହିଁ ପଡ଼ିଲା। କୁଟିକି ସେ ଧାନରୁ ଚାଉଳ ବାହାର କରିଦେଲୁ, ପାଛଲା ପାଛି କରିଦେଇକି ଆମ ଝିଅ ପାଇଁ ରେଡ଼ି କରିଦେଲୁ।